मोबाइल 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 है टिके टिके एमती बिजली अवस्था आम वार्ड आम पेर मु पेर दूसरी आम वार्ड ठीक समय डाकी मोबाइल किए कौन এবং ଆମର ଅନନ୍ତନାରାୟଣ ଜେନା ସମସ୍ତେ ଆସି ପହଞ୍ଚିଲେଣି। ଆମର ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଅଛନ୍ତି, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସିଛନ୍ତି। ବିଜୁବାବୁଙ୍କର ଅତି ଘନିଷ୍ଠ ନୀଳଗିରି ରାଉତରାୟ, ବିଜୁ ପଟ୍ଟନାୟକ ଧୀରେନ୍ଦ୍ର ମିଶ୍ର ନୀଳଗିରି ରାଉତରାୟ 3 ଜଣ ବନ୍ଧୁ ଥିଲେ। 3 ଜଣ ବାନ୍ଧିକିରି ମୁଖ୍ୟମନ୍ତ୍ରୀ ହେଇଛନ୍ତି। ତାଙ୍କର ସୁପୁତ୍ର ବିଜୁ ପଟ୍ଟନାୟକଙ୍କର ନବୀନ ପଟ୍ଟନାୟକ ଆସି ପହଞ୍ଚନ୍ତି। ସେ ତାଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ଏବଂ ଶ୍ରୀଯୁକ୍ତ ନୀଳଗିରି ସ୍ୱର୍ଗତ ଜଣେଇବା ପାଇଁ ଆସିକି ପହଞ୍ଚି ଗଲେଣି। ଆମେ ତାଙ୍କୁ ସ୍ୱାଗତ କରୁଛୁ ଏବଂ ଅନ୍ୟ ବନ୍ଧୁମାନେ ଯେଉଁମାନେ ତାଙ୍କ ସହିତ ଅଛନ୍ତି ଦୟାକରି ଟିକେ ଚେୟାରରେ ବସିଯାଆନ୍ତୁ, ଟିକେ ଚେୟାରରେ ବସିଯାଆନ୍ତୁ। ଆମ ମନରେ ଆଉ ଖୁସିର କଥା, ସ୍ୱର୍ଗତ ନୀଳଗିରି ରାଉତରାୟ ମହାନ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସମସ୍ତେ ଆସି ତାଙ୍କୁ ସ୍ୱାଗତ ଜଣାଉଛନ୍ତି ଏବଂ ତାଙ୍କର ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଶ୍ରୀଯୁକ୍ତ ନୀଳଗିରି ରାଉତଙ୍କ ପ୍ରତି ଆମର ଭାରତବର୍ଷର ଅଦ୍ୱିତୀୟ ନେତା ଜନନେତା ସ୍ୱର୍ଗତ ନୀଳଗିରି ରାଉତଙ୍କ ପାଖରେ ଆସି ପହଞ୍ଚିଲେଣି। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସେ ଆସି ପହଞ୍ଚନ୍ତି। ଆମ ତାଙ୍କ ସହିତ ସୁଲୋଚନା ଦାସ ମେୟର ଅଛନ୍ତି। ବିଶେଷରେ ଆମ ଭଦ୍ରକ ଜିଲ୍ଲାର ସମସ୍ତ ଆସ ଅଛନ୍ତି ଏବଂ ଅସିତ ପଟ୍ଟନାୟକ, ରୋହିତ ପୂଜାରୀ ସମସ୍ତେ ଅଛନ୍ତି। ଆଉ ଦଳମତ ନିର୍ବିଶେଷରେ ସମସ୍ତେ ଆଜି ଏକଜୁଟ ହୋଇକି ସ୍ୱର୍ଗତ ନୀଳଗିରି ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଏବଂ ତାଙ୍କୁ ଭଲ ପାଉଥିବା 77 ମସିହାରେ MLA ଥିଲେ ଆମର ଜୟରାମ ପାଙ୍ଗି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘରୋଇ ଏବଂ ପୂର୍ବତନ ମନ୍ତ୍ରୀ PCC ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆସିଛନ୍ତି। ସେ ସବୁଥର ଆସନ୍ତି, ଅଶୋକ ପଣ୍ଡା ଆସନ୍ତି, ସମସ୍ତେ ଏକଜୁଟ ହୋଇ ପ୍ରସନ୍ନ ପାଠଶାଳୀ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ସମସ୍ତେ ଅଛନ୍ତି। ଆଜି नीलमणि राउतराय अमर रहे।